ଆଜି ହେଉଛି 9 ଏପ୍ରିଲ 2025 ବୁଧବାର। ଆଜିର କିଛି ବଡ଼ ଖବର ଦେଖିଦେବା। ମୋହନ ମାଝୀ ଦୁଇଦିନିଆ ଦିଲ୍ଲୀ ଇନଭେଷ୍ଟର ମିଟ୍ରେ 13ଟି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି। ଆଇଓସିଏଲ୍ ସହିତ ଏମ୍ଓୟୁ ହୋଇଛି। ଏହି ଏମ୍ଓୟୁରେ ରାଜ୍ୟକୁ 58,000 କୋଟି ଟଙ୍କା ପୁଞ୍ଜିନିବେଶ ସହିତ 24,000 ନିଯୁକ୍ତି ମିଳିବାର ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାକୁ ମୋଟ 1,03,090 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହ ନେଇ ଲକ୍ଷ୍ୟ ରଖାଯାଇଛି। ଏହିପରି ନିଯୁକ୍ତି କ୍ଷେତ୍ରରେ ପ୍ରାୟ 95,000 ଯୁବପିଢ଼ି ନିଯୁକ୍ତି ପାଇବେ ବୋଲି ଖବର ମିଳିଛି। ଆସିଲା ବଡ଼ ଖବର, ପୁରୁଣା ମୋବାଇଲର ସିମ୍ ବଦଳାଇବେ ସରକାର। ଦେଶର ସର୍ବୋଚ୍ଚ ସାଇବର ସେଲ୍ଙ୍କ ଅନୁସନ୍ଧାନ ପରେ ଏବେ ମୋବାଇଲରେ ଚାଇନା ଚିପ୍ସେଟ୍ର ନମୁନା ମିଳିବା ପରେ ଭାରତ ପୁରୁଣା ମୋବାଇଲ ଫୋନ୍ର ସିମ୍କୁ ବଦଳାଇବା ପାଇଁ ପ୍ରସ୍ତାବ ଉପରେ ବିଚାର କରୁଥିବାର 2 ଜଣ ଅଧିକାରୀ କହିଛନ୍ତି। ପରବର୍ତ୍ତୀ ବଡ଼ ଖବର, ପୋଲିସ ନିକଟରେ ଆତ୍ମସମର୍ପଣ କଲେ 31 ହାର୍ଡକୋର ମାଓବାଦୀ। ଭାଙ୍ଗୁଛି ମାଓଗଡ଼। ମାଲକାନଗିରି ଜିଲ୍ଲା ସହିତ ଛତିଶଗଡ଼ର ମାଓବାଦୀ ହେଉଛନ୍ତି ଏମାନେ। ଛତିଶଗଡ଼ ପୋଲିସ ପାଖରେ 31 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ଦକ୍ଷିଣ ବସ୍ତର ମାଓ ସଂଗଠନର ସକ୍ରିୟ ଥିଲେ। ଅନେକ ମାଓ ହିଂସାରେ ମଧ୍ୟ ଜଡ଼ିତ ରହିଥିଲେ। ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ 31 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପରବର୍ତ୍ତୀ ଖବର, ପାଣିପାଗ ବିଭାଗର ବଡ଼ ସୂଚନା। ସ୍ପଷ୍ଟ ହେଲା ଲଘୁଚାପର ଚିତ୍ର। ଆଗାମୀ 3 ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା। ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପର ଚିତ୍ର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏହା ଆଗାମୀ 24 ଘଣ୍ଟାରେ ନିଜର ତୀବ୍ରତାକୁ ଆହୁରି ବଢ଼ାଇବ। ଏହାର ପ୍ରଭାବରେ 3 ଦିନ ଯାଏ ସାରା ଓଡ଼ିଶାରେ 3 ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଡ଼ ଖବର ଆସିଲା, ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବ୍ରହ୍ମପୁର ତାରାତାରିଣୀ ମନ୍ଦିର ଦର୍ଶନ କଲାବେଳେ ମନ୍ତ୍ରୀ ଏଭଳି ସୂଚନା ଦେଇଥିବାର ଜଣାପଡ଼ିଛି। ବର୍ତ୍ତମାନ ବଡ଼ ଖବର, ମେ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ବିଜ୍ଞାନ ପ୍ରଶ୍ନପତ୍ରରେ 4 ମାର୍କ ଗ୍ରେସ୍ ମାର୍କ ପାଇଁ ପରିଚାଳନା କମିଟି ନିଷ୍ପତ୍ତି ନେବ। ଆଉ 2 ଦିନ ମଧ୍ୟରେ ସରିବ ଖାତା ଦେଖା। ଏଆଇ ଏବଂ କ୍ୟୁଆର୍ କୋଡ୍ ଦ୍ୱାରା ପରିଚାଳନା ସଫଳ ହୋଇଛି। ମାର୍ଚ୍ଚ 19ରେ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଖାତା ଦେଖା କାର୍ଯ୍ୟକ୍ରମ। ଏଥିରେ 11,000ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ। ରାଜ୍ୟର 51ଟି କେନ୍ଦ୍ରରେ ଚାଲିଥିଲା ମାଟ୍ରିକ ପରୀକ୍ଷା ଖାତା ଦେଖା। ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଖାତା ଦେଖା ସରିଲା ପରେ ମେ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ବୋଲି ସୂଚନା ଆସିଛି। ବଡ଼ ଖବର, ଓଡ଼ିଶାରେ ହେବ ଶକ୍ତିପୀଠ କରିଡର। ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ଦିର ହେଉଛି ତାରାତାରିଣୀ ବିରଜା ଉଗ୍ରତାରା ପୀଠକୁ ନେଇକି ବର୍ତ୍ତମାନ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ତାହା ସହିତ ଆଗକୁ ଭଗବତୀ, ମଙ୍ଗଳା, କାଳିଜାଇ ଏବଂ ଭୈରବୀ ପୀଠକୁ ନେଇକି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ବଡ଼ ଖବର, ଦିଲ୍ଲୀରୁ ଆସୁଛି ଆଉ ଚାଲିବନି ସିଏନ୍ଜି ଚାଳିତ ଅଟୋ ରିକ୍ସା। ଦିଲ୍ଲୀ ରାସ୍ତାରେ ଆଉ ଗଡ଼ିବନି ଅଟୋ, ଯାହାଦ୍ୱାରା କୁହାଯାଇଛି ଯେ ଅଗଷ୍ଟ 15 ତାରିଖରୁ ଆଉ କୌଣସି ନୂଆ ଅଟୋର ରେଜିଷ୍ଟ୍ରେସନ କରାଯିବ ନାହିଁ। ଯଦି କୌଣସି ପୁରୁଣା ଅଟୋ ଅଛି ସେମାନଙ୍କର ମଧ୍ୟ କୌଣସି ଅଟୋର ପରମିଟ୍ ମଧ୍ୟ ନବୀକରଣ କରାଯିବ ନାହିଁ ଆଗକୁ। ତେବେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଦିଲ୍ଲୀ ସରକାର। କେନ୍ଦ୍ରାପଡ଼ାରୁ ଆସିଲା ବଡ଼ ଖବର, ସାରଥୀ ଭକ୍ତମାନଙ୍କୁ ଅଣ୍ଡା ମାଡ଼। ମାନ୍ୟବରଙ୍କ ମାୟାରେ ବାୟା ହେଉଛନ୍ତି ଲୋକେ। ପୂଜାର୍ଚ୍ଚନା ସତ୍ସଙ୍ଗ ସାଙ୍ଗକୁ ସାରଥୀଙ୍କ ପୂଜା କରୁଥିଲେ ସାରଥୀ ଭକ୍ତ। ଆଉ ଏହି ସମୟରେ ମାଡ଼ି ଆସିଲେ ଗାଁ ଲୋକେ। ବିରୋଧ କରି ସାରଥୀ ଭକ୍ତଙ୍କ ଉପରକୁ କଲେ ଅଣ୍ଡା ମାଡ଼। ଏସବୁ ସତ୍ତ୍ୱେ ମଧ୍ୟ ସାରଥୀ ଭକ୍ତମାନେ ଭଜନ କୀର୍ତ୍ତନ ବନ୍ଦ କରିନଥିଲେ। ଫଳରେ ବାଧ୍ୟ ହୋଇ ଭିଡ଼ ବଢ଼ୁଥିବା ଦେଖି ପୋଲିସ ସାରଥୀ ଭକ୍ତଙ୍କୁ ବାହାର କରିଛି। ଏପରି ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇର ତୁଣୁପୁର ଗ୍ରାମରେ। ବଡ଼ ଖବର ଆସିଲା, କେଦାରନାଥରେ ରିଲ୍ସ କରିବା ହେଲା ମନା। ଦେଶର ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ବଦ୍ରିନାଥ ଓ କେଦାରନାଥରେ ଭିଡ଼ିଓ ଓ ରିଲ୍ସ ତିଆରି କରିବା ଉପରେ ଲାଗିଛି ବ୍ୟାନ୍। ବଦ୍ରିନାଥ ଓ କେଦାରନାଥ ମନ୍ଦିର କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ଦିରର 30 ମିଟର ପରଦି ଭିତରେ କୌଣସି ଭକ୍ତ ବା ଶ୍ରଦ୍ଧାଳୁ ଭିଡ଼ିଓ କିମ୍ବା ରିଲ୍ସ ତିଆରି କରିପାରିବେ ନାହିଁ। ଏହି ନିୟମ ଚଳିତ ବର୍ଷଠାରୁ ଲାଗୁ କରାଯିବ ବୋଲି ସୂଚନା ଆସିଛି। ବର୍ତ୍ତମାନ ବଡ଼ ଖବର, ପବନ ଏବଂ ସୌରଶକ୍ତିରେ ବିଦ୍ୟୁତ୍ ଉତ୍ପାଦନ କରିବାରେ ଭାରତ ଜର୍ମାନକୁ ପଛରେ ପକାଇ ଦେଇଛି। 2024ରେ ବିଶ୍ୱର ତୃତୀୟ ବୃହତ ଉତ୍ପାଦନକାରୀ ରାଷ୍ଟ୍ର ଭାବରେ ଭାରତ ସାମ୍ନାକୁ ଆସିଛି। ମଙ୍ଗଳବାର ପ୍ରକାଶିତ ଏକ ନୂଆ ରିପୋର୍ଟ ଅନୁସାରେ ସାମ୍ନାକୁ ଆସିଛି ଏହି ତଥ୍ୟ। ଗତ ବର୍ଷ ପବନ ଏବଂ ସୌରଶକ୍ତିରେ ମିଳିତ ଭାବରେ ସାରା ବିଶ୍ୱ 15% ବିଦ୍ୟୁତ୍ ଉତ୍ପାଦନ କରିଥିଲେ, କିନ୍ତୁ ତା ମଧ୍ୟରୁ ଭାରତର ଭାଗ 10% ଥିଲା ବୋଲି ଖବର ଆସୁଛି। ପରବର୍ତ୍ତୀ ବଡ଼ ଖବର ସାମ୍ନାକୁ ଆସୁଛି, ଡାକ୍ତରଖାନାରେ ଭର୍ତ୍ତି ହେଲେ ପି ଚିଦାମ୍ବରମ। ମଙ୍ଗଳବାର ଗୁଜରାଟ ସାବରମତୀ ଆଶ୍ରମରେ ପରିଦର୍ଶନ କଲାବେଳେ ହଠାତ୍ ଅଚେତ ହୋଇଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ। ଅତ୍ୟଧିକ ଗରମ ଯୋଗୁଁ ସେ ବେହୋସ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଖବର ଆସିଛି। ତେବେ ଆଜିର ନ୍ୟୁଜ୍କୁ ଏଇଠି ରଖୁଛୁ। ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ସବୁଦିନ ଏମିତିଆ ନୂଆ ନୂଆ ନ୍ୟୁଜ୍ ପାଇବା ପାଇଁ।